ମାମା ମାମା କହୁଛି ଖାଇବି ନା। ଚାଲ ବନେଇ ଦେବି ଚାଟ ଖାଇବୁ। ମାମା ତେଲ ଗରମ ହେଇଗଲାଣି ଅଦା ପକେଇ ନବା। ଏବେ ଆଳୁକୁ ଆମେ ପକେଇ ନବା। ଏବେ କଣ କରିବା ହାତରେ ମସଲା ଆମେ ଆଡ କରିବା। ପାଣି ଆଡ କରିବା। ବାହାର କଲର ଦେଇନି କଣ କରିବା ନା ଆମେ ଚାଟ ମସଲା ପକେଇବା। ତାପରେ ଗରମ ମସଲା ଆଡ କରିନବା। ଏବେ ଆମର ହେଇଗଲାଣି କେତେ ସୁନ୍ଦର ଭାବରେ ହେଇଗଲାଣି ଆମର ଚାଟ। ଚାଲନ୍ତୁ ଏବେ ଏଠି ମଇଦା ନେଲେ ତାପରେ ଆମେ କଳା ଜିରା ପକେଇବା। ପାମ୍ପୁଡି ପାଇଁ ଛୋଟ ଛୋଟ ଗୋଲ କରି ନବା। ଆମେ ଏମିତି ବେଲି ନବା। ପତଳା ପତଳା କିରି ତେଲରେ ପକେଇବା। କିନ୍ତୁ ଛଣା ହଉଛି ଟିକେ କଡାକି ଛାଣିବେ ନହେଲେ ନସ୍ତା ରହିଲେ ଭଲ ଲାଗିବନି। ଏଇପରି ଭାବରେ ଛାଣିବେ। ଦେଖନ୍ତୁ ଧନିଆ ପତ୍ର କାକୁଡି କାଟି ନବା। ଏପରି ଭାବରେ ଆମେ ଧନିଆ ପତ୍ର କାକୁଡିକି ଛୋଟ ଛୋଟ କାଟି ନବା। ମା କାଇ କରି ଖାଇଯାଉ। ରାଧା ଅନେଇକି ବସିଛି। ଚାଲନ୍ତୁ ଏବେ ତା ପାଇଁ ରେଡି କରିବା ସେ ଖାଇବ। ଏବେ ଆଦେହରେ ମସଲା ପକେଇବ। ଚଟପଟା ମସଲା ଚାଟର ଟେଷ୍ଟ ହୁଏ 2 ଗୁଣ କରିଦବ। ଆମେ ଟିକେ ହାଲକା ଆଡ କରିବା ଚାଟ ମସଲା। ଦେଇଦବା। ଆମର ଏବେ ରାଧା ପାଇଁ ରେଡି ହେଇଗଲା ଚାଟ। ଚାଲନ୍ତୁ ଖାଇବ ସେ। ରାଧା ଆରେ ବା କାହ୍ନା ସାଙ୍ଗରେ ଖେଳୁଛୁ। ଚାଲ କାହ୍ନାର ତୋର ଖାଇ ନବ ଚାଟ। ମା ତାପରେ କାହ୍ନା ଖାଇବ ତାପରେ ମୁଁ ଖାଇବି। କାହ୍ନା ନାଇଁ ଖାଇବୁ। ଆଗ ଶୋଇଲା ମୁଁ ଖାଇବି। ଆମେ ଭଲ ଲାଗିଛି।